କେନ୍ଦୁଝର ଜିଲ୍ଲାର ମନମୁଗ୍ଧକର ଜଳପ୍ରପାତ ହାଣ୍ଡିଭଙ୍ଗା ଜଳପ୍ରପାତ, କାଇଜୋଡ଼ା ଜଳପ୍ରପାତ ଏବଂ ଖଣ୍ଡାଧାର ଜଳପ୍ରପାତ। ହାଣ୍ଡିଭଙ୍ଗା ଜଳପ୍ରପାତ କେନ୍ଦୁଝରରୁ 47 କିଲୋମିଟର ଦୂରରେ ଅବସ୍ଥିତ। ହାଣ୍ଡିଭଙ୍ଗା ଜଳପ୍ରପାତ ଦର୍ଶନ ନିମନ୍ତେ କାଳିମାଟି ରାସ୍ତା ଦେଇ ଆସିବା ପାଇଁ ପଡ଼େ। କାଳିମାଟିର ଜଗନ୍ନାଥ ମନ୍ଦିର ପାର୍ଶ୍ୱରେ ହିଁ ଏକ ରାସ୍ତା, ସେହି ରାସ୍ତାରେ ସିଧା ଗଲେ ହାଣ୍ଡିଭଙ୍ଗା ଜଳପ୍ରପାତରେ ପହଞ୍ଚି ହେବ। ଚାରଣ 2 ହ୍ୱିଲର ପାର୍କିଂ ନିମନ୍ତେ ମନ୍ଦିର କମିଟି ପାଖରେ 20 ଟଙ୍କାର ଏକ ରସିଦ କାଟିବା ପାଇଁ ପଡ଼େ। କିନ୍ତୁ ଜାଣିବା ହାଣ୍ଡିଭଙ୍ଗା ଜଳପ୍ରପାତ ବିଷୟରେ କିଛି ରୋଚକ ତଥ୍ୟ। ସୁନ୍ଦରଗଡ଼ ଜିଲ୍ଲାର ଦବୁନା ନିକଟସ୍ଥ ଏକ ପାହାଡ଼ର ଶିଖରରୁ ଝରି ଆସୁଛି ଏକ ଛୋଟ ଝରଣା। ପାହାଡ଼ର କ୍ରିୟାକୁଦ ନାମକ ଏକ ସ୍ଥାନରୁ ଝରଣା ଉତ୍ସ ହୋଇଥିବାରୁ ଅନେକ ଏହି ଝରଣାକୁ କ୍ରିୟାକୁଦ ଝରଣା ବୋଲି ମଧ୍ୟ କହିଥାନ୍ତି। ଉଚ୍ଚ ସ୍ଥାନରୁ ସୁନ୍ଦରଗଡ଼ ଜିଲ୍ଲା ସୀମାରେ ହାରାହାରି 4 କିମ୍ବା 5 କିଲୋମିଟର ପ୍ରବାହିତ ହେଲା ପରେ କେନ୍ଦୁଝର ସୀମାରେ ପ୍ରବେଶ କରିଅଛି। କେନ୍ଦୁଝର ସୀମାନ୍ତରେ ମାତ୍ର 500 ମିଟର ପ୍ରବାହିତ ହେଲା ପରେ ପାହାଡ଼ ଶିଖରର ନିମ୍ନଗାମୀ ହୋଇ ଭୂଇଁକୁ ସ୍ପର୍ଶ କରିବା ପୂର୍ବରୁ ଏକ ପ୍ରପାତ ସୃଷ୍ଟି ହୋଇଅଛି। ପ୍ରପାତ ନିକଟରୁ କ୍ରମଶଃ ପ୍ରବାହିତ ହୋଇ 300-400 ମିଟର ଗଲା ପରେ ତଳ ସ୍ରୋତଟି ପୂର୍ବପରି ଭୂମିକୁ ସ୍ପର୍ଶ କରି ଏକ ଜଳପ୍ରପାତ ସୃଷ୍ଟି ହୋଇଅଛି। ଏହି ଦ୍ୱିତୀୟ ଜଳପ୍ରପାତରୁ ଝରଣାଟି ପ୍ରବାହିତ ହୋଇ ନମିରା ଗ୍ରାମ ନିକଟସ୍ଥ ବୈତରଣୀ ନଦୀ ସହିତ ମିଶିଅଛି। ଝରଣାର ଅନ୍ୟ ଏକ ଶାଖା ନିକଟସ୍ଥ ନୟାଗଡ଼ ଗ୍ରାମରେ ପ୍ରବାହିତ ହୋଇଅଛି। ଝରଣାଟି ସୁନ୍ଦରଗଡ଼ ଜିଲ୍ଲାରୁ ବାହାରିଥିଲେ ମଧ୍ୟ 2ଟି ଯାକ ଜଳପ୍ରପାତ କେନ୍ଦୁଝର ସୀମାରେ ସୃଷ୍ଟି ହୋଇଅଛି। ଜଳପ୍ରପାତ 2ଟି ହାଣ୍ଡିଭଙ୍ଗା ଗ୍ରାମ ସୀମାରେ ସୃଷ୍ଟି ହୋଇଥିବାରୁ ପ୍ରପାତର ନାମକରଣ ହାଣ୍ଡିଭଙ୍ଗା ନାମରେ ନାମିତ ହୋଇଅଛି। ଏହି ଜଳପ୍ରପାତର ପୂର୍ବ ଦିଗରେ ହାଣ୍ଡିଭଙ୍ଗା ଗାଁ ରହିଛି। ଏହି ଗାଁର ଆରାଧ୍ୟ ଦେବୀ ହେଉଛନ୍ତି ମା ଠାକୁରାଣୀ ଧରଣୀପାଟ। ଗାଁର ପାଦଦେଶରେ ରହିଛି ସିରାଜୁଦ୍ଦିନ କମ୍ପାନୀର ବିସ୍ତୀର୍ଣ୍ଣ ଲିଚୁ ଉଦ୍ୟାନ ଏବଂ ଅନେକ ପ୍ରକାର ଫଳ ଗଛ ମଧ୍ୟ, ଏବଂ ଉଦ୍ୟାନ ମଧ୍ୟରେ କମ୍ପାନୀର ଡାକବଙ୍ଗଳା ମଧ୍ୟ ରହିଛି। ଶୁଣାଯାଏ ଯେ କମ୍ପାନୀର ମାଲିକ ସିରାଜୁଦ୍ଦିନ ଏହି ବଙ୍ଗଳାକୁ ଗ୍ରୀଷ୍ମ ଦିନେ ଶୈଳ ନିବାସ ଭାବେ ନିର୍ମାଣ କରିଥିଲେ। ଏହି ଜଳପ୍ରପାତର ଉଚ୍ଚତା ପ୍ରାୟ 30 ଫୁଟରୁ ଅଧିକ। ପୂର୍ବରୁ ଏହି ଜଳପ୍ରପାତ ନିକଟକୁ ଯିବା ପାଇଁ କୌଣସି ରାସ୍ତା ନଥିଲା। 25ରୁ 30 ବର୍ଷ ହେବ ସ୍ଥାନୀୟ ଆଦିବାସୀମାନଙ୍କ ବ୍ୟତୀତ ଅନ୍ୟ କୌଣସି ସାଧାରଣ ବ୍ୟକ୍ତି ଏହି ସ୍ଥାନକୁ ଯିବା ପାଇଁ ସମ୍ଭବପର ହୋଇପାରିନଥିଲା। ସେହି ସମୟରେ ଚମ୍ପୁଆ ଅଞ୍ଚଳର ପିଛିଲାବେଡ଼ା ଗ୍ରାମର ଆରାଧନ ମହାନ୍ତ ନାମକ ଜଣେ ଶିକ୍ଷକ ହାଣ୍ଡିଭଙ୍ଗା ଗ୍ରାମରେ ନିଯୁକ୍ତି ହେଲା। ସେ ଖୁବ୍ ପ୍ରକୃତି ପ୍ରେମୀ ଭାବେ ପରିଚିତ। ସେ ସ୍ଥାନୀୟ ଆଦିବାସୀ ଯୁବକମାନଙ୍କୁ ଏକାଠି କରି ଝରଣା କୂଳେ କୂଳେ ଲଟା ବୁଦା ସବୁ ସଫା କଲେ ଏବଂ ପଥର ଗୁଡ଼ିକୁ ଭାଙ୍ଗି ସଜାଡ଼ି ଚଟାଣ ରାସ୍ତାଟିଏ ନିର୍ମାଣ କଲେ। ଜଳପ୍ରପାତ ପର୍ଯ୍ୟନ୍ତ ରାସ୍ତା ଫିଟାଇବା ପରେ ଏକ ଛୋଟ ଶିବଲିଙ୍ଗଟିଏ ଜଳପ୍ରପାତ ଗଣ୍ଡ ପାର୍ଶ୍ୱରେ ପ୍ରତିଷ୍ଠା କଲେ। ପ୍ରତିଦିନ ପାହାଡ଼ ଚଢ଼ି ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିବା ତାଙ୍କ ପକ୍ଷରେ ସମ୍ଭବ ନ ହେବା କାରଣରୁ ସେହି ଶିବଲିଙ୍ଗଟିକୁ ସେଠାରୁ ସ୍ଥାନାନ୍ତରିତ କରି ଆଣି ଅନ୍ୟ ଏକ ସ୍ଥାନରେ ପ୍ରତିଷ୍ଠା କଲେ। ବର୍ତ୍ତମାନ ସେହି ସ୍ଥାନରେ ସ୍ଥାନୀୟ ଆଦିବାସୀଙ୍କ ଦ୍ୱାରା ପୂଜିତ ହୋଇ ଆସୁଛନ୍ତି। ଏଠାରେ ମକର ମେଳା ଖୁବ୍ ଆନନ୍ଦରେ ଏବଂ ଭିଡ଼ଭାଡ଼ରେ ବହୁତ ସୁନ୍ଦରରେ ହୁଏ। ନଭେମ୍ବର, ଡିସେମ୍ବର ଏବଂ ଜାନୁଆରୀ ମାସରେ ପିକନିକ୍ ପାଇଁ ଅନେକ ଲୋକଙ୍କ ଭିଡ଼ ମଧ୍ୟ ଜମିଥାଏ। ସମସ୍ତ ପ୍ରକାର ସୁବିଧା ମଧ୍ୟ ରହିଛି ଏଠାରେ। ତ ଏହା ହାଣ୍ଡିଭଙ୍ଗା ଜଳପ୍ରପାତ ବିଷୟରେ ଏତିକି ଥିଲା। ବର୍ତ୍ତମାନ ଚାଲନ୍ତୁ ଯିବା କାଇଜୋଡ଼ା ୱାଟରଫଲ୍। କାଇଜୋଡ଼ା ୱାଟରଫଲ୍ ଯିବା ପାଇଁ ଆମକୁ ପୁଣି ରିଟର୍ଣ୍ଣ କରିବା ପାଇଁ ପଡ଼େ କାଳିମାଟି ଛକକୁ ଏବଂ କାଳିମାଟି ଦବୁନା ରାସ୍ତା ଦେଇ ବସନ୍ତପୁର ପଟେ ଯିବା ପାଇଁ ପଡ଼େ। 22 କିଲୋମିଟର ଦୂରରେ ଅବସ୍ଥିତ ପାହାଡ଼ ଘେରା ପରିବେଶରେ ଏହି ଜଳପ୍ରପାତଟି ଅବସ୍ଥିତ। କୁହାଯାଏ ଯେ କାଇଜୋଡ଼ା ଗ୍ରାମରେ ଅବସ୍ଥିତ ହୋଇଥିବାରୁ ଏହି ଜଳପ୍ରପାତଟିର ନାମ କାଇଜୋଡ଼ା ଜଳପ୍ରପାତ ନାମିତ କରାଯାଇଛି। ଏହି ଜଳପ୍ରପାତର ପାଣିଟି ପୁରା ଖେଳି ହୋଇ ଏକ ସରଳ ରେଖାରେ ଅବସ୍ଥିତ ହେଲା ପରି ଦୃଶ୍ୟମାନ ହୁଏ। ଏହି ଜଳପ୍ରପାତଟି ଦର୍ଶନ କରିସାରିଲା ପରେ ଚାଲନ୍ତୁ ଯିବା ଆଉ ଏକ କେନ୍ଦୁଝର ଜିଲ୍ଲାର ସବୁଠୁ ମନମୁଗ୍ଧକର ଜଳପ୍ରପାତ ଖଣ୍ଡାଧାର ୱାଟରଫଲ୍। 2 ହ୍ୱିଲର ପାର୍କିଂ ପାଇଁ ଖଣ୍ଡାଧାର ସୁରକ୍ଷା କମିଟି ପାଖରେ 20 ଟଙ୍କାର ରସିଦ କାଟିବାକୁ ପଡ଼େ, ଯାହାକି କାଇଜୋଡ଼ାଠୁ 12 କିଲୋମିଟର ଦୂରରେ ଅବସ୍ଥିତ। ଏଠାକୁ ଯିବା ପାଇଁ ଆମକୁ କାଳିମାଟି ରାସ୍ତା ପଟ ବି ଯାଇ ହେବ, ନଚେତ୍ ଯଦି କିଏ କେନ୍ଦୁଝର ପଟୁ ଆସୁଛନ୍ତି ସେପଟୁ ମଧ୍ୟ ଦେଇ ବାଁଶପାଳ ଦେଇ ମଧ୍ୟ ଆସି ହେବ।
ଖଣ୍ଡାଧାର ଜଳପ୍ରପାତ କେବଳ କେନ୍ଦୁଝର ଜିଲ୍ଲାର ନୁହଁ, ରାଜ୍ୟର ଅନ୍ୟତମ ସୁନ୍ଦର ଜଳପ୍ରପାତ ମଧ୍ୟରୁ ଏକ ଅନ୍ୟତମ। ଝରଣାଟିର ପାଣି ଖୁବ୍ ଉଚ୍ଚରୁ ପଡ଼ିଥାଏ ଏବଂ ପାଣି ପଡ଼ିଥିବା ସ୍ଥାନଟି ଗଭୀର ଗର୍ତ୍ତ ହୋଇଯାଇଥାଏ। ସେଥିପାଇଁ ଏହି ସ୍ଥାନରେ ଗାଧୋଇବା ପାଇଁ ସମ୍ପୂର୍ଣ୍ଣ ଭାବେ ମନା କରାଯାଏ। ଏହି ସ୍ଥାନଟି ଦେଖିବା ପାଇଁ ଅତ୍ୟନ୍ତ ମନୋହର। ସାଧାରଣତଃ ଡିସେମ୍ବର ଜାନୁଆରୀ ଏହି ମାସରେ ପିକନିକ୍ ସମୟରେ ଖୁବ୍ ଭିଡ଼ ଦେଖିବାକୁ ମିଳିଥାଏ ଏହି ସ୍ଥାନରେ। ବଣ ପାହାଡ଼ ଘରା ଶାନ୍ତ ପରିବେଶରେ ବୁଲି ଆସି ମନକୁ ଶାନ୍ତି ମିଳେ। ଜଳପ୍ରପାତ ପାର୍ଶ୍ୱରେ ଏକ ଶୈବ ପୀଠ ମଧ୍ୟ ସ୍ଥାପନ ହୋଇଛି। ପୂଜାରୀ ଏଠି ନୀତିଦିନ ପୂଜା କାର୍ଯ୍ୟ ସମ୍ପନ୍ନ କରନ୍ତି।